आज ମୁଁ ପହଞ୍ଚି ଯାଇଛି ବର୍ତ୍ତମାନ ପାଇଁ ଆମର ସୁସା ଭାଇ ମୁନା ଭାଇଙ୍କ ଘର। ଆଜି ଗୋଟେ ନୂଆ ଘର ପ୍ରତିଷ୍ଠା ହେଉଛି, ସେ ଘର ପାଖରେ ପହଞ୍ଚି ଯାଇଛି। ଦେଖନ୍ତୁ ମୋ ପଛ ଗୋଟେ ମୁନା ଭାଇ ଅଛନ୍ତି, ହାତ ବି ହଲାଉଛନ୍ତି। ପଛ ଗୋଟେ ଜପ ନନା ବି ଅଛନ୍ତି, ସେ ବି ହାତ ହଲାଉଛନ୍ତି। ବର୍ତ୍ତମାନ ପାଇଁ ତାଙ୍କର ଏଠି ଗୋଟେ ନୂଆ ଘର ହେଇଛି ଆଜି। ସେ ଭାଇ ମୋତେ ଆଜି କହିଥିଲେ ତାପସ ଟିକେ ତମେ ଟିକେ ଆସିବ, ତେଣୁକରି ମୁଁ ଯାଇ ପହଞ୍ଚିଥିଲି। ମୋ ସାଥିରେ ଜପ ନନା ବି ଯାଇଥିଲେ। ଆମେ ଯାଇ ପହଞ୍ଚି ସେଠି ଘର ବୁଲି ଦେଖିଥିଲୁ। ଆଉ ସିଏ ମୋ ବହୁତ ମାନେ ଜଣେ ଏମିତି ଭାଇ, ମାନେ ସେଇଟା କହିହେବନି, କେବଳ ସେଇଟା ମୁଁ କହିପାରିବି, ଫିଲ୍ କରିପାରିବି। ସୁସା ଭାଇ ମୋର ସାଙ୍ଗ ଭାଇ ସବୁକିଛି। ଆମେ ତାଙ୍କ ଘରକୁ ଯାଇଥିଲୁ। ଏଇଟା ହେଲା ତାଙ୍କ ଘର, ମୁଁ ଆପଣଙ୍କୁ ଦେଖାଉଛି। ମୁଁ ତାଙ୍କର ଘରର ଗେଟ୍ ସାମ୍ନାରେ ହିଁ ଅଛି। ଆଉ ଦେଖନ୍ତୁ ଏଇଟା ଘରର ଡିଜାଇନ୍, ଏମିତି ଏମିତି ସେ ମଡ଼େଲରେ ଘର ତିଆରି କରିଛନ୍ତି। ଆମେ ଦେନ୍ ଯିବା କିଛି ସମୟ ପରେ ତାଙ୍କ ଘର ଭିତରକୁ ଯିବା। ଘର କେମିତି କ'ଣ ହେଇଛି କ'ଣ ନାହିଁ ସେଇ ବିଷୟରେ ବି ଟିକେ ଦେଖିବା। ଏଠି ପୁରା ତାଙ୍କ ଘର ଆଗଟା, ଏଇଟା ହେଉଛି ଫ୍ରଣ୍ଟ, ଯେଉଁ ବାଲକୁନି ଟାଇପ୍ର କୁହନ୍ତି ସେଇଟା ହିଁ ଅଛି। ଏଠି ଯେଉଁ ଦେଖାଉଛି ଆପଣଙ୍କୁ ତଳେ ଏ ଯେଉଁ ସ୍ପେସ୍ଟା ଅଛି, ତ ଏମିତି ଭାବରେ ଘର ତିଆରି ହେଇଛି କମର୍ସିଆଲ ପ୍ରପୋଜରେ, ମତଲବ ସେମାନେ ଭଡ଼ା ବି ଦେଇପାରନ୍ତି। ଏ ଘରେ ମାନେ ପର ଫ୍ଲୋରରେ 7 ଜଣ ଲେଖାଏଁ ଫ୍ୟାମିଲି ରହିପାରିବେ, ଏମିତି ସିଷ୍ଟମରେ ବନା ହେଇଛି। ଆଉ ବହୁତ ବଢ଼ିଆ ଫର୍ଣ୍ଣିସ୍ ବି ହେଇଛି ଘରଟି। ଦେଖନ୍ତୁ ଏଠି ମୁନା ଭାଇ ଆସିଲେ ହସି ହସି। ଆସନ୍ତୁ ଯିବା ତାଙ୍କର ଘର ଭିତରଟା ବି ଟିକେ ବୁଲିକି ଦେଖିବା କେମିତି କ'ଣ ହେଇଛି କ'ଣ ନାହିଁ। ଏଇଟା ଆପଣଙ୍କୁ ଦେଖାଉଛି, ପୁରା ବାହାରଟା ହିଁ ଦେଖାଉଛି। ଏଇଟା ଦେଖନ୍ତୁ, ମୁଁ ଟିକେ ବ୍ୟାକ୍ ସାଇଡ଼୍ ଯାଇକି ପୁରା ଜଷ୍ଟ ଗୋଟେ ସାଇଡ଼୍କି ଯାଇକିରି ଘରର ଭିଡ଼ିଓଟା ନେଇଥିଲି କେମିତି ଦେଖାହେଉଛି। କିନ୍ତୁ ଘରଟା ପୁରା ବହୁତ ଲମ୍ବାଳିଆ ହେଇକି ରହିଛି। ଯେହେତୁ ଛୋଟ ସ୍ପେସ୍ ଥିଲା ନା, ତେଣୁକରି ସେଇ ଘର ଡିଜାଇନ୍ଟା ଏମିତି ବନେଇଛନ୍ତି। ଏଠି ଲୋକ ସବୁ ତାଙ୍କର ଆରେଞ୍ଜମେଣ୍ଟ କରିଛନ୍ତି ଖାଇବା ପାଇଁ। ଏଠି ଲୋକ ଖାଇବା ପିଇବା କରୁଛନ୍ତି। ଏଇଟା ହେଲା ମେନ୍ ଗେଟ୍, ଘରର ଯେଉଁ ମେନ୍ ଗେଟ୍, ରୋଡ଼ରୁ ଯିବା ପାଇଁ ଯେଉଁ ମେନ୍ ଗେଟ୍, ଏଇଟା ହେଉଛି ତାଙ୍କର ମେନ୍ ଗେଟ୍। ଏଠି ଦେଖନ୍ତୁ ମେନ୍ ଗେଟ୍। ଆଜି ବହୁତ ଡେକୋରେଟ୍ କରିକି, ଆଜି ବହୁତ ମାନେ ବଢ଼ିଆ ଭାବେ, ବହୁତ ବଢ଼ିଆ ଭାବରେ ସଜେଇଛନ୍ତି ଆଜି ପୁରା ଘରଟାକୁ, ନ କହିବା କଥା ଭଲ। ଦେଖନ୍ତୁ ମୁଁ ଆପଣଙ୍କୁ ନେଇକି ଯାଉଛି ଘର ଭିତରକୁ। ଏଠି ପୁରା ଘରଟା ଏମିତି ହେଇଛି ନା, ଏଠି ଘର ଭିତରକୁ ଫାଷ୍ଟ ଯିବା ଆମେ। ଏଠି ଫାଷ୍ଟ ଗୋଟେ ଷ୍ଟୋର ରୁମ୍ ଟାଇପ୍ର ଗୋଟେ ରୁମ୍ ଅଛି। ଦେନ୍ ଉପରକୁ ଯିବା ପାଇଁ ଫାର୍ଷ୍ଟ ଫ୍ଲୋର୍, ସେକେଣ୍ଡ ଫ୍ଲୋର୍, ଥାର୍ଡ଼ ଫ୍ଲୋର୍କୁ ଯିବା ପାଇଁ ଏଠି ସିঁଢ଼ି ଘର ଏଠି ଅଛି, ଆପଣଙ୍କୁ ଦେଖେଇଲି। ତାପରେ ଆସନ୍ତୁ ଯିବା ଗୋଟେ ଗୋଟେ ରୁମ୍ ଆମେ ଦେଖିବା। ଫାଷ୍ଟ ଆମେ ଯିବା ଏ ରୁମ୍ଟାକୁ ଯିବା। ଫାଷ୍ଟ ଆମେ ଏଇଠି ଗୋଟେ ରୁମ୍ ଅଛି, ସେ ରୁମ୍କୁ ଯିବା। ସେ ରୁମ୍ ଭିତରେ କେମିତି କ'ଣ ସବୁ ଡିଜାଇନ୍, କେମିତି କ'ଣ ରୁମ୍ ବନେଇଛି ଦେଖିବା। ଏଠି ଦେଖ, ଏ ଯେଉଁ ଫାଷ୍ଟ ରୁମ୍ ଡୋର୍ ଦେଖାଲା, ଏଇଟା ଅଛି ହୁଏତ ବେଡ଼ରୁମ୍। ଏଇଟା କିଚେନ୍ ରୁମ୍। ଦେଖନ୍ତୁ କିଚେନ୍ ରୁମ୍ ବହୁତ ୱେଲ୍ ଫର୍ଣ୍ଣିସ୍ ହେଇଛି, ବହୁତ ବଢ଼ିଆ ଫର୍ଣ୍ଣିସିଂ ହେଇଛି। ଆଉ ଏଇଟା ହେଲା ବାଥରୁମ୍, ଲାଟ୍ରିନ୍ ଆଉ ବାଥରୁମ୍। ଏଇଟା ଆପଣ ଦେଖିପାରୁଥିବେ, ଏଇଟା ଲାଟ୍ରିନ୍ ଆଉ ବାଥରୁମ୍, କେତେ ବହୁତ ଭଲ ଭାବେ କାମ ହେଇଛି। ଆଉ ଏଇଟା ହେଲା ବେଡ଼ରୁମ୍, ଆପଣଙ୍କୁ ଦେଖୁଛୁ। ଦେନ୍ ଆମେ ଚାଲିଲୁ, ଏଇଟା ଦେଖେଇଲା ବାଲକୁନି, ମାନେ ଏଇଟା ବାଲକୁନି ଟାଇପ୍ର ଗୋଟେ ସ୍ପେସ୍ ଅଛି। ଏଠି ଆପଣ ଡାଇନିଂ ସେଟ୍ ବି ଲଗାଇ ପାରିବେ। ତାପରେ ଦେନ୍ ଆମେ ଚାଲିଲୁ ଯେଉଁଠି ପୂଜା ଭାଇ ବସି ପୂଜା କରୁଛନ୍ତି, ସେଠି ଗଲୁ ଟିକେ ଦେଖିବା ପାଇଁ। ଏଠି ବି ଗୋଟେ ରୁମ୍, ଆଉ ଗୋଟେ ରୁମ୍ ଅଛି। ଏଠି ତାଙ୍କର ଆଜି ଘରର ପୂଜା ହେଉଥିଲା, ସଂକୀର୍ତ୍ତନ ବାଲା ଆସିଥିଲେ, ଏମାନେ ଏଠି ବସି ସଂକୀର୍ତ୍ତନ କରୁଥିଲେ। ଠିକ୍ ଅଛି, ଏଇଟା ବି ସେମ୍ ଅଛି, ସେମ୍ ଭଳିଆ, ଟିକେ ଅଲଗା ଡିଜାଇନ୍ ହେଇଛି, ବାସ୍ ଆଉ କିଛି ନାହିଁ। ତାପରେ ଏଠି କ'ଣ ହେଉଛି ଦେଖନ୍ତୁ, ଏଠି ପୂଜା ଚାଲିଛି। ଏଠି ଭାଇ ଆମର ବସିଛନ୍ତି, ସୁସା ଭାଇ, ତାଙ୍କ ମିସେସ୍ ମାନେ ଭାଉଜ। ଏଠି ତାଙ୍କର ପୂଜା ଚାଲିଛି। ଭାଇ ଆମର ଏଠି ହସିଦେଲେ। ଏଠି ପୂଜା ଚାଲିଛି ବହୁତ ଭଲସେ, ସକାଳୁ ପୂଜା ଚାଲିଛି। ବାସ୍ ପୂଜାରେ ଆମେ କିଛି ଇଏ କରିକିରି ଭାଇଙ୍କୁ ଟିକେ ଦେଖା କରିବି, ତାପରେ ଆମେ ଦେନ୍ ଚାଲିବୁ ବାହାରକୁ, କ'ଣ ହେଉଛି କ'ଣ ନାହିଁ ଟିକେ ଦେଖିବା ପାଇଁ। ଓକେ, ଆଉ ଗୋଟେ ଡିଜାଇନ୍ ଦେଖାଉଛି, ମାନେ କ୍ୟାମେରା ବି ଘରେ ସିକ୍ୟୁରିଟି ପର୍ପଜ୍ରେ କ୍ୟାମେରା ବି ଲଗେଇଛନ୍ତି। ଦେଖୁଛି ଆପଣଙ୍କୁ ବାହାର ଡିଜାଇନ୍ଟା ଦେଖୁଛୁ, ପୁରା ପୁରା ଦେଖନ୍ତୁ ରୁମ୍ ବି କେତେ ବହୁତ ବଢ଼ିଆ ହେଇଛି।
ବହୁତ ବଢ଼ିଆ ଡିଜାଇନ୍ ହେଇଛି। ଆପଣ ବିଲିଭ୍ କରିପାରିବେନି ଏତେ ଡିଜାଇନ୍। ଏଇଠି ଦେଖନ୍ତୁ ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ ହେଇଛି, ଲୋକ ଏଠି ଆରାମସେ ଖାଉଛନ୍ତି, ପୁରା ଫ୍ରିଲି ପୁରା ବୁଲି ଚାଲି ପୁରା ଆରାମସେ ଖାଉଛନ୍ତି। ଠିକ୍ ଅଛି, ଆମେ ବି ଟିକେ ଯିବା ଖାଇବାର ଟିକେ ସାମିଲ ହେଇଯିବା। ଠିକ୍ ଅଛି, ରହିଲି, ବାଏ ବାଏ, ଟାଟା, ଜୟ ଜଗନ୍ନାଥ।